ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଧ ଚତୁର୍ବିଂଶ ଅଧ୍ୟାୟ। ଶୁକୋବାଚ। ଆଦିତ୍ୟଠାରୁ ଅଧୋମେଳେ ଅୟୁତ ଯୋଜନର ତଳେ ଭ୍ରମ ଆକାରେ ରାହୁ ସ୍ଥିତି ଏମନ୍ତ କେ ଅବା କହନ୍ତି। ସ୍ୱଭାବେ ସିଂହିକାନନ୍ଦନ ଏଟି ଅସୁର ଭୋରାଜନ। ଯେଣୁ ପ୍ରଭୁର କୃପା ହୋଇ ଅଜରାମର ଏହା ଦେହି। ଏହାର ଜନ୍ମ କର୍ମ ମାନ ପଛେ କହିବା ହେ ରାଜନ। ଅଧୋଭାଗରେ ଯେ ପଡ଼ଇ ତରଣୀ ମଣ୍ଡଳ ହୁଅଇ। ଅୟୁତ ଯୋଜନ ବିସ୍ତାର ଲୋକରେ ଖ୍ୟାତ ନୃପବର। 12,000 ଯୋଜନ ଚନ୍ଦ୍ରମଣ୍ଡଳ ପରିମାଣ। 13,000 ଯୋଜନ ରାହୁ ମଣ୍ଡଳ ଯେ ବିସ୍ତୀର୍ଣ୍ଣ। ଏ ରାହୁ ସୁଧାପାନ ବେଳେ ଚନ୍ଦ୍ର ସୂର୍ଯ୍ୟଙ୍କ ମଧ୍ୟେ ମିଳେ। ତା ଦୁହେଁ କଲେ ବ୍ୟବଧାନ ତାହା ଜାଣିଲେ ଭଗବାନ। ବୈରାନୁବନ୍ଧ ଭାବେ ତହିଁ ଚନ୍ଦ୍ର ସୂର୍ଯ୍ୟ ଗ୍ରାସିବା ପାଇଁ। ଧାମଇ ବେଗବନ୍ତ ହୋଇ ତା ଦେଖି ବ୍ରହ୍ମାଣ୍ଡ ଗୋସାଇଁ। ରକ୍ଷା ନିମନ୍ତେ ସୁଦର୍ଶନ ରଖିଅଛନ୍ତି ଭଗବାନ। ଚକ୍ରର ଅତି ତେଜ ପାଇ ନିକଟୁ ନିବୃତ ହୁଅଇ। ଚକିତ ହୋଇଣ ତାହାର ଉଦ୍ବେଗ ହୁଅଇ ଅନ୍ତର। ତାହାକୁ ଉପରାଗ ନାମ ଏ ଲୋକେ କରନ୍ତି ଗାୟନ। ତାହାର ତଳେ ନୃପବର ସିଦ୍ଧଚାରଣ ବିଦ୍ୟାଧର। ଏହାଙ୍କ ସଦନ ନିର୍ମିତ ଏହାର ତଳେ ପରୀକ୍ଷିତ। ଯକ୍ଷ ପିଶାଚ ଭୂତ ପ୍ରେତ ଏହାଙ୍କ ଗୃହ ଯେ ନିର୍ମିତ। ଯାବତ ବାୟୁର ସଂସାର ଯାବତ ଗତି ଜଳଧର। ଭୂମିମଣ୍ଡଳ ହେ ରାଜନ ତା ତଳେ ଶତେକ ଯୋଜନ। ଗମନ କରନ୍ତି ଶୂନ୍ୟରେ ସୁପର୍ଣ୍ଣ ଆଦି ପକ୍ଷୀବରେ। ଗମନ କରନ୍ତି ଶୂନ୍ୟରେ ସୁପର୍ଣ୍ଣ ଆଦି ପକ୍ଷୀବରେ। ଭୂମିମଣ୍ଡଳର ବର୍ଣ୍ଣନ କହିତ ଅଛୁ ହେ ରାଜନ। ଅବନୀତଳର ବ୍ୟବହାର କହିବା ଶୁଣ ନୃପବର। ଶପଥ ଭୁବିବରେ କରି ସପ୍ତଭୁବନ ଦଣ୍ଡଧାରୀ। ଅତଳ ବିତଳ ସୁତଳ ତଳାତଳ ଯେ ମହାତଳ। ରସାତଳ ଯେ ମହୀପାଳ ସପ୍ତମେ ବିଦିତ ପାତାଳ। କ୍ରମେ ଏ ଅୟୁତ ଯୋଜନ ଏକ ଏକର ଯେ ପ୍ରମାଣ। ବୀଳସ୍ୱର୍ଗ ନାମ ଏହାର ସ୍ୱର୍ଗୁ ଅଧିକ ସୁଖକର। କାମ ଐଶ୍ୱର୍ଯ୍ୟ ନାନା ଭୋଗ ପରମାନନ୍ଦ ସୁଖ ଯୋଗ। ନାନା ରତ୍ନରେ ଦିବ୍ୟପୁର ସୌରଭେ ଭୁବନ ସୁନ୍ଦର। ବିବିଧ କ୍ରୀଡ଼ାର ମନ୍ଦିର ସୁସଞ୍ଚ ସ୍ଥଳ ମନୋହର। ଏ ସ୍ଥଳେ କ୍ରୀଡ଼ନ୍ତି ଆନନ୍ଦେ ସେ ସ୍ଥଳବାସୀ ଜୀବ ବୃନ୍ଦେ। କାଦ୍ରବ ଦାନବ ଦଇତେ ଅପତ୍ୟ ପତ୍ନୀର ସହିତେ। ଗନ୍ଧର୍ବ ବିଦ୍ୟାଧର ଯେତେ ଅପ୍ସରାଗଣଙ୍କ ସହିତେ। ମାୟା ବିମୟ ଦୈତ୍ୟ ଯହିଁ ନିର୍ମାଣ କରି ଯେ ଅଛଇ। ନାନା ମଣିରେ ଦିବ୍ୟପୁର ବିଚିତ୍ର ବୈଦୁର୍ଯ୍ୟର ଘର। ସଭା ଚତୁର ଯେ ଗୋପୁର ବିବିଧ ନାନା ମଣିସାର। ମିଥୁନ ଶୁକ ପାରାବତ କୃତ୍ରିମ ମଣିରେ ନିର୍ମିତ। ସାରିକା ଆଦି ପକ୍ଷୀମାନ ବିବିଧ ପ୍ରକାର ଭିଆଣ। ମଣି ସଦନ ଉଚ୍ଚସାର ସୋହଇ ଅତି ମନୋହର। ବିଚିତ୍ର ଚିତ୍ର ଉପବନ ସୌରଭ ହରେ ପ୍ରାଣୀ ମନ। କୁସୁମ ଫଳ ଅତି ଭରେ ବିଟପି ଲାଗନ୍ତି ଭୂମିରେ। କୋମଳ ପଲ୍ଲବ ସୁରଙ୍ଗ ପକ୍ଷୀ ମିଥୁନ ଯହିଁ ସଙ୍ଗ। ବିବିଧ ଜଳାଶୟମାନ କ୍ରୀଡ଼ନ୍ତି ନାନା ବିହଙ୍ଗମ। ଧ୍ୱନି କରନ୍ତି ମନୋହର ଋଷିଙ୍କ ତପ କ୍ଷୋଭକର।
ନିରଜ କୁମୁଦ କହ୍ଲାର ଏହାଙ୍କ ବନେ ତାଙ୍କ ଘର। ସେ ପକ୍ଷୀ ଗଣ ଦିବ୍ୟ ସୋନ ଶ୍ରବଣେ ହରେ ପ୍ରାଣୀ ମନ। ସ୍ୱର୍ଗହୁଁ ଅତି ମନୋହର ସେ ସ୍ଥାନ ମାନ ରୂପ ବର। ଅହିଙ୍କ ଶିରେ ମଣିମାନ ଯହିଁ ହରଇ ଅନ୍ଧତମ। ସେ ଭୂମି ଅତି ଅନୁପମ ତହିଁ ତ ନାହିଁ ରାତ୍ର ଦିନ। ଆଧିର ପରାଭବ ନାହିଁ ଦେହରେ ରୋଗ ନ ଲାଗଇ। ପୁରୁଷ ଯୁବତୀ ମାନର ଏଣୁ ଯେ ସୁନ୍ଦର ଶରୀର। ତେଣୁ ସେ ଶରୀର ଭେଦରେ ଶରୀର କାନ୍ତି ନାହିଁ ସରେ। ଯଶ ସମ୍ପଦ ତାଙ୍କ ତହିଁ ନିତ୍ୟ ପ୍ରକାଶ ଅଛି ଯହିଁ। ତହିଁର ନର ନାରୀମାନ ପରମ ମଙ୍ଗଳ ଭାଜନ। ଶ୍ରୀହରି ଚକ୍ର ବିନୁ ତହିଁ ଅବସ୍ଥା ମୃତ୍ୟୁ ଭୟ ନାହିଁ। ଅତଳେ ଅଛି ମହିପାଳ ମୟୂର ପୁତ୍ର ନାମ ବଳ। ତାହାର ମାୟା ଦୃଢ଼ତରେ ଅଦ୍ୟାପି ସଂସାରେ ପ୍ରଚରେ। ବଳାସୁର ଜୃମ୍ଭଣେ ଜନ୍ମି ଧୈରିଣୀ ପୁଂସଳୀ କାମିନୀ। ହାଟକ ନାମେ ମାୟାରସ ତାହାକୁ ପିଅନ୍ତେ ପୁରୁଷ। ବିଳାସ ଅବଲୋକନରେ ନାନା ପ୍ରକାରେ କ୍ରୀଡ଼ା କରେ। ଅୟୁତ ମହାଗଜ ବଳ ହୁଅଇ ତହୁଁ ପୁରୁଷର। ବିତଳେ ଶମ୍ଭୁ ଭଗବାନ ହାଟକେଶ୍ୱର ଯାର ନାମ। ପ୍ରଜାପତି ସୃଷ୍ଟି ନିମନ୍ତେ ଅଛନ୍ତି ଭବାନୀ ସହିତେ। ଏହାଙ୍କ ବିର୍ଜୁ ଜାତ ହୋଇ ହାଟକୀ ନାମେ ନଦୀ ବହି। ତାର ସଂସର୍ଗୁ ଜାତ ହୋଇ ସୁବର୍ଣ୍ଣ ହାଟକ ବୋଲାଇ। ଅସୁରଙ୍କର ବଧୂଗଣ ତାହାକୁ କରନ୍ତି ଭୂଷଣ। ବିରୋଚନଙ୍କ ପୁତ୍ର ବଳି ଅଛନ୍ତି ସୁତଳରେ ମିଳେ। ଉଦାର ଶ୍ରବା ପୁଣ୍ୟ ଶ୍ଲୋକ ଯାହାକୁ ବୋଲନ୍ତି ତ୍ରିଲୋକ। ଇନ୍ଦ୍ରର ପ୍ରିୟ ଭାବ ବହି ଅଖିଳ ବ୍ରହ୍ମାଣ୍ଡ ଗୋସାଇଁ। ଅଦିତି ତହୁଁ ଜାତ ହୋଇ ବଟୁ ବାମନ ରୂପ ବହି। ନାନା ସମ୍ପଦ ତାର ହରି ପୁଣି ଦୟା କଲେ ମୁରାରି। ଇନ୍ଦ୍ରାଦି ସୁର ତହୁଁ ବଳି ସମ୍ପତ୍ତି ଦେଲେ ବନମାଳି। ପୂଜ୍ୟ ଅଖିଳ ଦେବଙ୍କର ଅନାଦି ପ୍ରଭୁ ଯେ ଈଶ୍ୱର। ସ୍ୱକର୍ମେ ତାଙ୍କୁ ଆରାଧୀଣ ସୁଖେ ସେ ଅଛନ୍ତି ରାଜନ। ସେ ସର୍ବ ବୀଜ ଭଗବାନ ପରମ ଆତ୍ମା ସୂକ୍ଷ୍ମ ବ୍ରହ୍ମ। ଯେ ତୀର୍ଥ ପଦ ଜଗନ୍ନାଥ ସକଳ ଦେଶ କାଳ ପାତ୍ର। ତାହାଙ୍କୁ ଶ୍ରଦ୍ଧାଯୁକ୍ତ ହୋଇ ସ୍ଥିର ମନରେ ଭୂମି ଦେଇ। ବିଳ ସ୍ୱର୍ଗକୁ ଭୋଗ କରେ ନାନା ଐଶ୍ୱର୍ଯ୍ୟର ବେଭାରେ। ଯାଚଜ୍ଞା ଛଳେ ଯେ ଉପାଏ ତହିଁରେ କରି ଦେବରାଏ। ତ୍ରିଲୋକ ବ୍ୟାପିଲେ ଶରୀରେ ଶେଷ ନ ରହିଲା ସଂସାରେ। ଯେ ଇନ୍ଦ୍ର ଅନୁଗ୍ରହ କରି ଇନ୍ଦ୍ରର ଭ୍ରାତୃଭାବ ଧରି। ଜନ୍ମିଲେ ବ୍ରହ୍ମାଣ୍ଡ ଠାକୁର ଯାହା ନିମନ୍ତେ ନୃପବର। ସେ ସର୍ବଭାବ ଭଗବାନ ଅଖିଳ ଗୁରୁ ନାରାୟଣ। ଯାହାର ଦ୍ୱାରେ ଗଦା ଧରି ଅଛନ୍ତି ପ୍ରଭୁ ଯେ ଉଭାରି। ତାହାର ଅଧୋଦେଶେ ଯେହି ତଳାତଳ ନାମ ବୋଲାଇ। ମୟଦାନବ ଯେ ପୂର୍ବରେ ଦ୍ରୋହ ଚିନ୍ତିଲା ଚକ୍ର ଧରି। ସ୍ମରତ୍ରୟଦଗଧ କଲା ତେଣୁ ସେ ବରକୁ ଲଭିଲା। ମାୟାବୀ ମାନଙ୍କର ବର ଐଶ୍ୱର୍ଯ୍ୟ ଲଭି ସେ ଅସୁର। ଅଭୟ ବରକୁ ସେ ପାଇ ତଳାତଳରେ ସେ ଅଛଇ। ସୁଦର୍ଶନ ଚକ୍ର ଡରେ ଶରଣ ପଶିଲା ଶମ୍ଭୁରେ। ସେ ଭୟ ତାର ଦୂର କରି ରଖିଲେ ଶିବ ଶୂଳଧାରୀ। ନିର୍ଭୟ ହୋଇ ସେ ଦାନବ ସେ ସ୍ଥଳେ ଭୁଞ୍ଜଇ ବିଭବ। ତାହାର ଅଧୋଭାଗ ଦେଶେ ମହାତଳ ପୁର ପ୍ରକାଶେ। ତହିଁରେ ନାନା ନାଗ ଆଦି କ୍ରୋଧବଶ ନାମ ପ୍ରସିଦ୍ଧି। କୁହକ କାଳିୟ ସୁଷେଣ ତକ୍ଷକ ପ୍ରଧାନ ଏମାନ।
ସୁଦୀର୍ଘକାୟ ବଳବନ୍ତ ତହିଁ ଅଛନ୍ତି ପରୀକ୍ଷିତ। ନିତ୍ୟ ସେ ଗରୁଡ଼ଙ୍କ ଭୟେ ଉଦ୍ବେଗ ହୋଏ ତାଙ୍କ କାଏ। ଦାରାତନୟ ବନ୍ଧୁ ସଙ୍ଗେ ବିହାର କରନ୍ତି ସେ ରଙ୍ଗେ। ତାହାର ତଳେ ମହିପାଳ ଯେ ପୁର ନାମର ସାତଳ। ଦୈତ୍ୟ ଦାନବପତିମାନ କବଚ କାଳେୟ ହିରଣ। କବଚ କାଳେୟ ହିରଣ୍ୟ। ଅତ୍ୟନ୍ତ ବଳବନ୍ତ ହୁଅନ୍ତି ଦେବଙ୍କ ଦ୍ରୋହ ସେ ଚିନ୍ତନ୍ତି। ସକଳ ଲୋକର କାରଣ ମହାପୁରୁଷ ନାରାୟଣ। ମହାନୁଭାବ ସେ ଯେ ହରି ତାହାଙ୍କ ଅତି ତେଜେ କରି। ଗୃହୀତ ବଳ ସେ ଦାନବେ ସେ ସ୍ଥଳେ ଥାନ୍ତି ଉଦବେଗେ। ଇନ୍ଦ୍ରଦୂତୀର ବାକ୍ୟ ଶୁଣି ନିତ୍ୟେ ଡରନ୍ତି ନୃପମଣି। ତାହାର ତଳେଟି ପାତାଳ ତହିଁ ଅଛନ୍ତି ନାଗବଳ। ବାସୁକୀ ଆଦି ନାଗବଳ ଶଙ୍ଖ କୁଳିକ ଯେ କମ୍ବଳ। ମହାଶଙ୍ଖ ଯେ ଆରାଶ୍ଵେତ ଧନଞ୍ଜୟ ଯେ ଦେବଦତ୍ତ। ଧୃତରାଷ୍ଟ୍ର ଯେ ଶଙ୍ଖଚୂଡ଼ ଯେ ମହାଭୋଗୀ ଅଶ୍ୱତର। ଏ ଯେତେ ମହାଭୋଗୀମାନେ ବସନ୍ତି ପାତାଳ ଭୁବନେ। ପଞ୍ଚଶପଥ ଦଶ ଶିର ଅନେକ ଫଣା ତାହାଙ୍କର। ଏହାଙ୍କ ମହାମଣିମାନ ପ୍ରକାଶେ ଆଦିତ୍ୟ ଯେ ସନ। ପାତାଳ ବିବର ତିମିର ସ୍ୱତେଜେ କରନ୍ତି ଯେ ଦୂର। ରାଜନ ଶପଥ ପାତାଳ କହିଲୁ ଯେଝା ବାସସ୍ଥଳ। ପଞ୍ଚମ ସ୍କନ୍ଧେ ଏ ବର୍ଣ୍ଣନ ସୁଜନେ ସାବଧାନେ ଶୁଣ। କୃଷ୍ଣ ଚରଣେ ମନ ଦିଅ ସୁଜନେ ନିତ୍ୟେ ଏହା ଗାଅ। କୃଷ୍ଣ ପଦାରବିନ୍ଦ ରସ ସ୍ନେହରେ କର ଏହା ଗ୍ରାସ। କହଇ ଜଗନ୍ନାଥ ଦାସ ଶ୍ରୀ ଭାଗବତ ସୁଧାରସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ରାହୁଆଦି ସ୍ଥିତି ବିଳସ୍ୱର୍ଗ ମର୍ଯ୍ୟାଦା ନିରୂପଣ ନାମ ଚତୁର୍ବିଂଶୋऽଧ୍ୟାୟः।